ହରଭଙ୍ଗା ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ଅବସରକାଳୀନ ସମ୍ବର୍ଦ୍ଧନା। ବୌଦ୍ଧ ଜିଲ୍ଲା ହରଭଙ୍ଗାସ୍ଥିତ ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଓଡ଼ିଆ ଅଧ୍ୟାପକ ସୁଧାଂଶୁ ଚରଣ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ଅଧ୍ୟକ୍ଷ ହିମାଂଶୁ ଶେଖର ରାଉତଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ସମ୍ବର୍ଦ୍ଧନା ସଭା ଅବସରରେ ମୁଖ୍ୟ ଅତିଥି ଭାବରେ ଭୈରବୀ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରିଣିଆ ଯୋଗଦେଇ ଦୀର୍ଘ ବର୍ଷର ଅନୁଭୂତି ବିଷୟରେ ବର୍ଣ୍ଣନା କରିଥିଲେ। ଆଜି ହରଭଙ୍ଗା ପରି ଏକ ନିପଟ ମଫସଳ ଅଞ୍ଚଳରେ ଶିକ୍ଷାର ଉନ୍ନତି ପାଇଁ ଯେଉଁ କେତେଜଣ ପ୍ରୋତ୍ସାହିତ ହୋଇ କାମ କରିଥିଲେ, ସୁଦୂର ଭୁବନେଶ୍ୱରରୁ ଆସିକି ଦୀର୍ଘ ଏଠି ବର୍ଷ ରହି ମହାବିଦ୍ୟାଳୟ ଗଢ଼ି ତୋଳିବାରେ ଏବଂ ପିଲାମାନଙ୍କୁ ନୈତିକ ଶିକ୍ଷାଠାରୁ ଆରମ୍ଭ କରିକି ପାଠ ପଢ଼ାରେ ଯେଉଁ ଭୂମିକା ଅଗ୍ରଣୀ ଭୂମିକା ନେଇଥିଲେ, ସେଇଥିରୁ ଜଣେ ହେଉଛନ୍ତି ଛାତ୍ରବତ୍ସଳ ଅଧ୍ୟାପକ ଶ୍ରୀଯୁକ୍ତ ହିମାଂଶୁ ଶେଖର ରାଉତ ମହୋଦୟ। ଆଜି ସେ ବିଦାୟ ନେଉଛନ୍ତି ସତ, କିନ୍ତୁ ସେଇ ଯେଉଁ ଶିକ୍ଷା, ଯେଉଁ ସଂସ୍କାର ଏବଂ ଉଚ୍ଚଶିକ୍ଷାର ଉନ୍ନତି ପାଇଁ ଯେଉଁ କାମ କରି ଯାଇଛନ୍ତି, ଏ ଅଞ୍ଚଳ ନିଶ୍ଚିତ ଭାବରେ ତାଙ୍କୁ ସଦାବେଳେ ପାଇଁ ମନେ ରଖିବ ଏବଂ ସେ ଗଲା ପରେ ଏ ଅଞ୍ଚଳ ନିଶ୍ଚିତ ତାଙ୍କର ଆବଶ୍ୟକତାଟାକୁ ଅନୁଭବ କରିବ। ତେଣୁ ସେହିପରି ଏକ ଶିକ୍ଷାପ୍ରେମୀ, ଛାତ୍ରବତ୍ସଳ ଏବଂ ଅଞ୍ଚଳର ଉନ୍ନତି ପାଇଁ ଜନମାନସରେ ସ୍ଥାନ ପାଇଥିବା ଜଣେ ଅଧ୍ୟାପକ ଆଜି ରିଟାୟାର୍ଡ ନେଉଛନ୍ତି। ନିଶ୍ଚିତ ଭାବରେ ଅଞ୍ଚଳ ପାଇଁ ଗୋଟେ ଦୁଃଖର କଥା। ଆମେ ତ ଗୋଟିଏ କାଟେଗୋରୀ ଯାହାକି ଆମ ପାଇଁ ସରକାରଙ୍କର କୌଣସି ଅନୁଦାନ ନଥିଲା, ପ୍ରାଇଭେଟ୍ କଲେଜ ଏବଂ ଭୁବନେଶ୍ୱରରେ ଯେତେବେଳେ ଆମେ ଗଢ଼ି ଆମର ସଂଗ୍ରାମ ଆରମ୍ଭ ହେଲା, ସେହି ସଂଗ୍ରାମରୁ ଆମର ଚିହ୍ନା ପରିଚିତ। ପରବର୍ତ୍ତୀ ସମୟରେ ଆମର ନିବିଡ଼ ବନ୍ଧୁତା ହେଲା ଏବଂ ମହାବିଦ୍ୟାଳୟରେ ହରଭଙ୍ଗା ମହାବିଦ୍ୟାଳୟରେ ଯେକୌଣସି ଉତ୍ସବ ହେଲେ ମୋତେ ସେମାନେ ନିମନ୍ତ୍ରଣ କରନ୍ତି ଏବଂ ତାଙ୍କ ନିମନ୍ତ୍ରଣ ରଖି ମୁଁ ଆସେ ଏବଂ ଆମ ମହାବିଦ୍ୟାଳୟକୁ ମଧ୍ୟ ସାର୍ଙ୍କୁ ମୁଁ ନିମନ୍ତ୍ରଣ କରି ସେ ମୋର କଥା ରକ୍ଷା କରି ଯାଆନ୍ତି ଏବଂ ବିଭିନ୍ନ ସମୟରେ ସାମାଜିକ ଉତ୍ସବରେ, ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉତ୍ସବରେ ସାର୍ଙ୍କ ସହିତ ବହୁତ ପରିଚିତ, ବହୁତ ଆନ୍ତରିକତା ଏବଂ ବହୁତ ଘନିଷ୍ଠ ତାଙ୍କ ସହିତ। ବିଶେଷତଃ ମୁଁ ନିଶ୍ଚିତ ଭାବରେ ଅନୁଭବ କରିବି ଯେ ସେମିତି ଜଣେ ଆନ୍ତରିକତା, କାରଣ ଆଜିର ଦୁନିଆରେ ଅନ୍ତର ଦେଇ ଭଲ ପାଉଥିବା ଭଲ ମଣିଷମାନଙ୍କର ଅଭାବ ରହିଛି। ସେହି ପ୍ରକାର ଏକ ଭଲ ମଣିଷ ଆମ ପାଖରୁ ଦୂରେଇ ଯାଉଛନ୍ତି, କିନ୍ତୁ ସେ ଅନ୍ତରରୁ କେବେ ଦୂରେଇ ଯାଇପାରିବେ ନାହିଁ। ଇତିହାସ ବିଭାଗ ଅଧ୍ୟାପକ ଲଳିତ କୁମାର ମହାପାତ୍ର ଅଧ୍ୟକ୍ଷଙ୍କ ମଣିଷପଣିଆ ବିଷୟରେ ମତ ରଖିଥିଲେ। ଆଜି ଏକ ଆମ ପାଇଁ ଅଶ୍ରୁଳପୂର୍ଣ୍ଣ ଦିବସ। ଆମର ପ୍ରିୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ହିମାଂଶୁ ଶେଖର ରାଉତ ଦୀର୍ଘ 33 ବର୍ଷର କର୍ମମୟ ଜୀବନ ଶେଷ କରି ଆଜି ସେ ଅବସର ନେଉଛନ୍ତି। ଆଜି ସେଥିପାଇଁ ଆମର ପୂର୍ବତନ ଛାତ୍ରଛାତ୍ରୀ, ବର୍ତ୍ତମାନ ଅଧ୍ୟୟନରତ ଛାତ୍ରଛାତ୍ରୀ, ସମସ୍ତ ଅଧ୍ୟାପକ କର୍ମଚାରୀ ଉପସ୍ଥିତ ରହି ଏ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିଲୁ। ଆଜି ଅପରାହ୍ନଠାରୁ ସେ ମୋତେ ଦାୟିତ୍ୱ ହସ୍ତାନ୍ତର କରିବେ। ମୁଁ କାଲିଠାରୁ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ ଭାର ବହନ କରିବି। କଲେଜକୁ କିପରି ଭାବରେ ଆହୁରି 2 ମାସ ଭିତରେ କ'ଣ ମୋ ଦ୍ୱାରା ହେଇପାରିବ, ଅନେକ ଯୋଜନା ତ ଅଛି କରିବା ପାଇଁ, କିନ୍ତୁ ମୋ ହାତରେ ସମୟ ନାହିଁ, ସେତିକି ସମୟ ନାହିଁ। ତଥାପି ମୁଁ ଚେଷ୍ଟା କରିବି କେତେକ ଏ 2 ମାସ ଭିତରେ କିଛି ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ତଥା କଲେଜର ଆଉ କିଛି ସମସ୍ୟା ଯେଉଁ ଅଛି ତାକୁ ସମାଧାନ କରିବା ପାଇଁ ମୁଁ ଯଥେଷ୍ଟ ଚେଷ୍ଟା କରିବି। ଅଧ୍ୟକ୍ଷ ହିମାଂଶୁ ଶେଖର ରାଉତ ତାଙ୍କ 33 ବର୍ଷର 6 ମାସ 18 ଦିନର ଅନୁଭୂତି ବର୍ଣ୍ଣନା କରିଥିବା ବେଳେ ପୂର୍ବ ଛାତ୍ର ରୁଦ୍ରପ୍ରସାଦ ମହାରଣା ବିଦାୟୀ ଅଧ୍ୟକ୍ଷ ଜଟିଳ ପ୍ରଶ୍ନର ସରଳ ସମାଧାନ କରିଥାନ୍ତି ବୋଲି ମତ ରଖିଥିଲେ। ବହୁତ ଧନ୍ୟବାଦ, ଯାହା ହଉ ଆମ ପାଖରେ ଆସି ପହଞ୍ଚିଥିବାରୁ। ମୋର ଦୀର୍ଘ 33 ବର୍ଷ 6 ମାସ 18 ଦିନର ଅଭିଜ୍ଞତା ଏଇଆ ଯେ ଏ ମହାବିଦ୍ୟାଳୟକୁ ଯଦି ତା'ର ଜନ୍ମରୁ ବର୍ତ୍ତମାନ ସୁଦ୍ଧା ଏ ସମସ୍ତ କାର୍ଯ୍ୟକଳାପରେ ନିଜକୁ ସଂଶ୍ଳିଷ୍ଟ କରିପାରିଛି, ସେଥିପାଇଁ ନିଜକୁ ବହୁତ ଧନ୍ୟ ମନେ କରୁଛି। ବହୁତ କଷ୍ଟରେ ଏ ଅନୁଷ୍ଠାନଟି ଗଢ଼ି ଉଠିଥିଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଆମ ପରେ ଯେଉଁମାନେ ବି ଆସିବେ ସେମାନେ ଏହାର ଯତ୍ନ ନେଇ ଏ ଅନୁଷ୍ଠାନକୁ ତା'ର ପରବର୍ତ୍ତୀ ଉନ୍ନତିରେ ସହାୟକ ହେବେ। ଏହା ହିଁ ମୋର ଆଜିର ମୋର ବିଦାୟକାଳୀନ ସଭାରେ
ନିଶ୍ଚିନ୍ତ ଭାବରେ ଏଇ ବାର୍ତ୍ତା ହିଁ ରହିବ। ପରପିଢ଼ି ବର୍ତ୍ତମାନ ପିଲାମାନଙ୍କର ଆମେ ଦେଖୁଛୁ ଯେ ଯେଉଁ ପିଲାମାନେ ଆସୁଛନ୍ତି ସେମାନଙ୍କର ପୁରୁଣା ପିଲାଙ୍କ ଅପେକ୍ଷା ପାଠପଢ଼ାର ଆଗ୍ରହ ବା ଅନ୍ୟାନ୍ୟ ଦିଗରେ ଯଦିଓ ସେତେଟା ତତ୍ପରତା ପ୍ରକାଶ ପାଉନି, ତଥାପି କିଛି ଭଲ ପିଲା ଅଛନ୍ତି ବା ଯେଉଁ ପିଲାମାନେ ଟିକେ ଆଗ୍ରହ ଅଛି ସେମାନଙ୍କର ଉତ୍ତରୋତ୍ତର କାମନା ତଥା ସମସ୍ତଙ୍କର ଉତ୍ତରୋତ୍ତର କାମନା କରୁଛି ଏବଂ ସେମାନଙ୍କର ଭବିଷ୍ୟତ ଉଜ୍ଜଳମୟ ହେଉ ଏବଂ ସେମାନେ ଏଇଭଳିଆ ଯୋଡ଼େ ନିପଟ ମଫସଲ ଆମର ଅଞ୍ଚଳ ହରଭଙ୍ଗାରୁ ସେମାନେ ଯାଇ ଅନ୍ୟାନ୍ୟ ଜାଗାରେ ସେମାନଙ୍କର କାର୍ଯ୍ୟକଳାପରେ ଉଚ୍ଚ ପ୍ରଶଂସିତ ହୁଅନ୍ତୁ, ଏହା ହିଁ ମୋର ବାର୍ତ୍ତା। ରାଜନୀତି ବିଭାଗ ଅଧ୍ୟାପକ ସୁଭାଷ ଚନ୍ଦ୍ର ସୋରେନ ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।